ମୁଁ ଅଭୟ କୁମାର ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ତ ଯେଉଁମାନେ ନୂଆ ଓ ସ୍କଲାରସିପ୍ ପାଇଁ ଅପେକ୍ଷା କରିଛନ୍ତି ବା ସେମାନଙ୍କ ଭିତରେ ଗୋଟେ ଦ୍ୱନ୍ଦ୍ୱ ଅଛି କି କେବେ ଏ ନୂଆ ଓ ସ୍କଲାରସିପ୍ ଆସିବ, ତ ବହୁତ ସାରା ନୋଟିସ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅପଲୋଡ଼ କରାଯାଉଛି। ତ ଫାଇନାଲ୍ ମୁଁ କହିବି, ଦେଖନ୍ତୁ ଯେଉଁମାନେ ଆପ୍ଲାଏ କରିଛନ୍ତି ସେମାନଙ୍କର ଆଇଡି ଏବଂ ପାସୱାର୍ଡ଼ ସେମାନେ ଲଗ୍ଇନ୍ କରନ୍ତୁ। ଲଗ୍ଇନ୍ କଲା ପରେ ସେମାନେ ଦେଖନ୍ତୁ, ମୁଁ ଗୋଟେ ପିଲାର ଲଗ୍ଇନ୍ କରି ଏଠି ଦେଖାଉଛି। ଏଇ ଡ୍ୟାସବୋର୍ଡ଼କୁ ସେମାନେ ନିଜେ ଯିବେ। ଗଲା ପରେ ଦେଖନ୍ତୁ ଏଠି ଧୀରେ ଧୀରେ ସ୍କ୍ରୋଲ୍ ଡାଉନ୍ କରନ୍ତୁ। କଲା ପରେ ଦେଖନ୍ତୁ ଏଠି ଲେଖା ହେଇଛି ଆପ୍ଲାଏଡ୍ ଇନ୍ ପ୍ରୋଗ୍ରେସ୍ ଡିସଓର୍ସ ଏଭୋଟେଡ୍। ତ ସେମାନେ ନୂଆ ଓ ସ୍କଲାରସିପ୍ ଦେଖନ୍ତୁ ତଳକୁ ଏ ପିଲାଟି 2ଟି ସ୍କଲାରସିପ୍ ଆପ୍ଲାଏ କରିଛି। ତ ନୂଆ ଓ ସ୍କଲାରସିପ୍ ଅଟୋମେଟିକ୍ ଆପ୍ଲାଏ ହେଇଛି ଏବଂ STSCର ସେ ପିଲାଟି ଆପ୍ଲାଏ କରିଛନ୍ତି। ତେବେ ଆମେ ଦେଖିବା ଏ ଯେଉଁ ନୂଆ ଓ ସ୍କଲାରସିପ୍ ଦେଖନ୍ତୁ ଏଠି ସ୍ପଷ୍ଟ ମେନସନ୍ ଅଛି କି ପେମେଣ୍ଟ ପ୍ରୋସିଡ୍। ଆମେ ଯଦି ଏହାର ଭ୍ୟୁ ଷ୍ଟାଟସ୍ ଉପରେ କ୍ଲିକ୍ କରିବା, ଯେଉଁମାନେ ବି ଚାହିଁବେ ସେମାନଙ୍କର ଆଇଡି ପାସୱାର୍ଡ଼ ଲଗ୍ଇନ୍ କରି ଦେଖିପାରିବେ। ଦେଖନ୍ତୁ ଏଠି ସ୍ପଷ୍ଟ ମେନସନ୍ ଅଛି କି ପେମେଣ୍ଟ ପ୍ରୋସିଡ୍, ମାନେ 29 ଫେବୃଆରୀ ସୁଦ୍ଧା ପେମେଣ୍ଟ ପ୍ରୋସିଡ୍ର ଅଛି, ଅର୍ଥାତ୍ ପେମେଣ୍ଟ ଯେଉଁ ପ୍ରକ୍ରିୟା ତାହା ଚାଲୁଛି, ନିଶ୍ଚୟ ଆସିବ। ତ ପିଲାମାନଙ୍କର ଅଭିଯୋଗ ଅଛି କି କେବେ ଆସିବ, କାହିଁ ଆସୁନି, ଏମିତି ମିଛ କଥା କହୁଛନ୍ତି। ନା, ଦେଖନ୍ତୁ ପେମେଣ୍ଟ ପ୍ରୋସିଡ୍ ଅଛି ମାନେ ନିହାତି ଆସିବ, ଯାହା ବିଶେଷ ସୂତ୍ରରୁ ଜଣାପଡ଼ୁଛି କି ମାର୍ଚ୍ଚ 5 ତାରିଖ ଦିନ ଆସିବ ବୋଲି ନୂଆ ସ୍କଲାରସିପ୍ର ଟଙ୍କା ଜଣାପଡ଼ିଛି ବା କେତେକ ବିଶେଷ ସୂତ୍ରରୁ ଜଣାପଡ଼ୁଛି। ତ ଆମେ ନିହାତି ଅପେକ୍ଷା କରିବା ମାର୍ଚ୍ଚ 5 ଯାଏ। ତ ଯେଉଁମାନେ ଚାହୁଁଛନ୍ତି କି କେବେ ଆସିବ ସେମାନେ ନିହାତି କମେଣ୍ଟ ମାଧ୍ୟମରେ ଦେଲେ ଆମେ ଆହୁରି ଚେଷ୍ଟା କରିବୁ ଭିଡ଼ିଓ ଅପଲୋଡ଼ କରିବା ପାଇଁ ଯେ ଲାଟେଷ୍ଟ ଇନଫର୍ମେସନ୍ କ'ଣ ଅଛି। ତ ଯେଉଁମାନେ ଚାହୁଁଛନ୍ତି ଯେ ସେମାନଙ୍କ ଆପ୍ଲିକେସନ୍ ଷ୍ଟାଟସ୍ କ'ଣ ଅଛି, ସେମାନେ ସେମାନଙ୍କର ଆଇଡି ପାସୱାର୍ଡ଼ ଦେଇ ଏମିତି ମୁଁ ଯେମିତି ଲଗ୍ଇନ୍ କରିଛି ଗୋଟେ ପିଲାର, ସେମିତି ଲଗ୍ଇନ୍ କରି ସେମାନେ ଦେଖିପାରିବେ। ଦେଖନ୍ତୁ ଏଠି ପେମେଣ୍ଟ ପ୍ରୋସିଡ୍ ଲେଖିଛି। ଦେଖନ୍ତୁ ଏଠି ପେମେଣ୍ଟ ପ୍ରୋସିଡ୍ ମାନେ ସେମାନଙ୍କର ପେମେଣ୍ଟ ନିହାତି ଦିଆଯିବ ବା ପଇସା ପଠାଯିବ ଏବଂ ସେ ପ୍ରକ୍ରିୟାଟା ଜାରି ରହିଛି। ଦେଖନ୍ତୁ ପୁଣି ଆମେ ଏଇ ଡ୍ୟାସବୋର୍ଡ଼କୁ ଯାଇ ରିଟର୍ନ ହେଲା ପରେ ଦେଖନ୍ତୁ ମୁଁ ଗୋଟେ କଥା ଏଠି ଦେଖାଉଛି। ଦେଖନ୍ତୁ ମୁଁ ଏଠି ରିଟର୍ନ ହେଲା ପରେ ଦେଖନ୍ତୁ ଏଠି ଆଉ ଥରେ ସ୍କ୍ରୋଲ୍ ଡାଉନ୍ କରି ଦେଖାଉଛି। ଯଦି ଆମେ ଏଠି ଦେଖିବା ଡିସବର୍ସରେ ବା କେତେ କେଉଁ ପଇସା କିଛି ଦିଆ ହେଇଛି କି ନାହିଁ, ତେବେ ଦେଖନ୍ତୁ ଏଠି କିଛି ଅପସନ୍ ଆସୁନି, କାରଣ ନା ଏହା ଅଟୋମେଟିକ୍ ନୂଆ ସ୍କଲାରସିପ୍ ନୂଆ ଓ ସ୍କଲାରସିପ୍ ଅଟୋମେଟିକ୍ ଆପ୍ଲାଏ ହୋଇଯାଇଛି। ତ ଯେଉଁ ପିଲା ବି SC ST ପିଲା କେବଳ ଯାଇ ଫର୍ମ ଡିପୋଜିଟ୍ କରିଛନ୍ତି କଲେଜରେ, ସେମାନେ ଆପ୍ଲାଏ କରନ୍ତୁ ବା ନ କରନ୍ତୁ, ସେମାନଙ୍କର ଏଇ ୱେବସାଇଟ୍ ମାଧ୍ୟମରେ ଆପ୍ଲାଏ ହୋଇଯାଇଛି। ତେବେ ନିହାତି ସେମାନଙ୍କର ଷ୍ଟାଟସ୍ ସେମାନେ ଚେକ୍ କରନ୍ତୁ, ପେମେଣ୍ଟ ପ୍ରୋସିଡ୍ ଅଛି ନା ନାହିଁ। ଯେଉଁମାନଙ୍କର ଯଦି ଏଇ ପେମେଣ୍ଟ ପ୍ରୋସିଡ୍ ଉପରେ ଥାଏ ତ ସେମାନେ ନିହାତି ସ୍କଲାରସିପ୍ ପାଇବେ। ତେବେ ଆଶା କରୁଛି ନିହାତି ଭିଡ଼ିଓଟି ଭଲ ଲାଗିଥିବ। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆମେ ନିହାତି ଅପେକ୍ଷା କରିବା ମାର୍ଚ୍ଚ 5 ତାରିଖ ଯାଏଁ, ଯେ ଗୋଟେ ବିଶେଷ ସୂତ୍ରରୁ ଜଣାପଡ଼ୁଛି ଯେ ମାର୍ଚ୍ଚ 5 ହେଉଛି ଏଇ ପଇସା ବା ଟଙ୍କା ଆସିବାର ଦିନ। ତେବେ ନିହାତି ଆମେ ଅପେକ୍ଷା କରିବା।